बहुत अपेक्षार अंतरे धान मंडी आरंभ होईची। बहुत कल्पना जल्पना थिला, बहुत लोकंकर बहुत डाउट थिला। तो ता सत्वे मध्य धान मंडी बहुत लेट रे वर्ष आरंभ होईची। आपण मान जानिचंती सबु जिल्ला रे आम जिल्ला रे वर्तमान 20 तारिख परठू आरंभ होला। तो बहुत जिल्ला रे मध्य एमती अछि, आउरी मध्य डेरी होवार अछि। तो धीरे हो जा भी हो मंडीटा खोलिया निहात दरकार। लोक माने अपेक्षा करचंती वर्षकर अमल धान बिक्री करी लोक माने निज निज अमलर प्राप्य पाइବାକୁ चाहूँଛନ୍ତି, ହକଦାର ଅଛନ୍ତି। जो ସେମାନେ ନିହାତି ଭାବରେ ଧାନ ଗୁଡ଼ିକ ବିକ୍ରି କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରୁଛନ୍ତି ଯେ ଶୀଘ୍ର ମଣ୍ଡି ଖୋଲୁ। ତା ମଧ୍ୟରେ ଆମ ମଣ୍ଡି ଖୋଲିଛି। ମଣ୍ଡିରେ ସୁରୁଖୁରୁରେ ପ୍ରଥମ ପର୍ଯ୍ୟାୟରେ ଧାନ ବିକ୍ରି ହୋଇଛି, ଆପଣମାନେ ଦେଖିପାରୁଥିବେ। ତ ଏଇ ଧାନ ମଣ୍ଡି ବିଷୟରେ ମୁଁ କିଛି ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି। ଯେଉଁମାନେ ଟୋକନ୍ ଇସ୍ୟୁ ହେଇନାହିଁ, ଯେଉଁ ବହୁତ ପ୍ରୋବ୍ଲେମ୍ ଅଛି, ଯେଉଁମାନଙ୍କୁ ଟୋକନ୍ ପାଇନାହାନ୍ତି ବର୍ତ୍ତମାନ ସୁଦ୍ଧା, ହୋଲ୍ଡ ହେଇକି ଅଛି, ଡିବିଟି ହେଇନାହିଁ, ବର୍ତ୍ତମାନ ଜେନୋଲୋଜି ଅଛି, ଯାହା ବି ଅଛି এই ভিডিও ମଧ୍ୟରେ ଆପଣମାନେ ଜାଣିପାରିବେ। ପୂର୍ବରୁ ବହୁତ ଭିଡ଼ିଓ କରିଛି, ବହୁତ ଲୋକମାନେ ବହୁତ ବନ୍ଧୁ ମୋତେ ମେସେଜ୍ କରନ୍ତି ଏବଂ ସଜେସନ୍ ମାଗନ୍ତି। ତ ତାଙ୍କୁ ଦେଇଛି ବହୁତ ସଜେସନ୍। ଆପଣମାନଙ୍କର ଯଦି କୌଣସି ଡାଉଟ୍ ଅଛି ଧାନ ମଣ୍ଡି ବିଷୟରେ ନିହାତି ଭାବରେ ପ୍ରଶ୍ନ ପଚାରି ପାରିବେ, ମୁଁ ନିହାତି ଭାବରେ ଦେଖାଇ ରଖୁଛି। ତ ଧାନ ମଣ୍ଡି ବହୁତ କଳ୍ପନା ଜଳ୍ପନା ସତ୍ୟ ଆରମ୍ଭ ହୋଇଛି। ଧାନ ମଣ୍ଡି ସୁରୁଖୁରୁରେ ଆରମ୍ଭ ହୋଇଛି। ବର୍ତ୍ତମାନ ଆମ ଗୋଟେ ସପ୍ତାହ ଆରମ୍ଭ ହୋଇଛି। ସପ୍ତାହରେ ଆମର 2ଟି ମଣ୍ଡି ଚାଲିଛି। ଆମ ବାରି ହେଉଛି ମଙ୍ଗଳବାର ଏବଂ ଶୁକ୍ରବାର ଚାଲିଛି। ଗାଡ଼ି ମଧ୍ୟ ଠିକ୍ଠାକ୍ ଦେଉଛନ୍ତି ମିଲର ମାନେ। ବର୍ତ୍ତମାନ କୌଣସି ଅସୁବିଧା ହେଇନାହିଁ। ଆଗକୁ କ'ଣ ହେବ କ'ଣ ନାହିଁ ସେଇଟା ତ କହିହେବ ନାହିଁ ଏବେଠୁ। ତ ବର୍ତ୍ତମାନ ସୁଦ୍ଧା ଠିକ୍ଠାକ୍ ଚାଲିଛି। ଯେଉଁ ଜାଗାରେ ଠିକ୍ଠାକ୍ ଚାଲିନି ନିହାତି ଭାବରେ ହୋହାଲ୍ଲା ଚାଲିଛି। ତ ସେଥିମଧ୍ୟରେ ଆମ ଚାଷୀ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି, କାରଣ ବହୁତ ଲେଟ୍ରେ ଯେତେବେଳେ ଆରମ୍ଭ ହୋଇଛି। କଟକ ଡିଷ୍ଟ୍ରିକ୍ଟରେ 7 ଜାନୁଆରୀରୁ ଟୋକନ୍ ଗୁଡ଼ିକ ଇସ୍ୟୁ ହୋଇଛି। ବର୍ତ୍ତମାନ 7, 8, 9 ରେଗୁଲାରଲି ପ୍ରତ୍ୟେକ ଡେଟ୍ରେ ଟୋକନ୍ ଗୁଡ଼ିକ ଅଛି। ଯେହେତୁ ପୂର୍ବ ବର୍ଷ ଥିଲା ପ୍ରତି ସପ୍ତାହରୁ ଆମର ଯେଉଁ 2ଟା ବାରି ଥିଲା, 2ଟା ବାରିରେ ଟୋକନ୍ ଆସୁଥିଲା। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ପ୍ରତ୍ୟେକ ଡେଟ୍ରେ ଟୋକନ୍ ଗୁଡ଼ିକ ଅଛି। ସେ ଟୋକନ୍ ଗୁଡ଼ିକ ପ୍ରତ୍ୟେକ ଡେଟ୍ ଯେତେବେଳେ ରହୁଛି 7, 8, 9, 10, 11, 12 ଏମିତି କଣ୍ଟିନ୍ୟୁ ରହିଛି। ତ ତା ଫଳରେ କ'ଣ ହେଉଛି ନା ଟୋକନ୍ ଗୁଡ଼ିକ କଟିବାର ସମସ୍ୟା ବହୁତ ଅଛି। ସେଥିପାଇଁ ଟୋକନ୍ ଗୁଡ଼ିକ ନ କଟିବା ପାଇଁ ଆମେ ଚେଷ୍ଟା କରୁଛୁ। ଲୋକମାନଙ୍କର ଧାନ ଗୁଡ଼ିକ ଖୁବ୍ ଶୀଘ୍ର ସପ୍ତାହରେ ଯେଉଁ 2ଟି ମଣ୍ଡି ହେଉଛି, ଗାଡ଼ି ଯେହେତୁ 2ଟି 3ଟି ଦେଉଛନ୍ତି, ତ ପର୍ ଡେ ପ୍ରଥମ ପାଳିରେ ଆମର ହେଇଥିଲା 490, ଦ୍ୱିତୀୟ ପାଳିରେ ହେଲା 800। ସେଇଭଳି ଯଦି ଆମର ମିନିମମ୍ 1000 କୁଇଣ୍ଟାଲ ହୁଏ, ତାହେଲେ ପ୍ରତ୍ୟେକ ପାଳିରେ ଆପଣମାନଙ୍କର ଯେଉଁ ଟୋକନ୍ ଦେଇଛି ପ୍ରତ୍ୟେକ ଡେଟ୍ରେ ତାହେଲେ କଭର୍ ହେବ। ସେଭଳି ପ୍ରତ୍ୟେକ ସେଣ୍ଟରରେ ଅଛି, ଯେଉଁମାନଙ୍କର ବାକ୍ସ ଅଛି, ଯେଉଁମାନଙ୍କ ସୋସାଇଟିରେ ଅଛି। ତ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ସୁଦ୍ଧା ଆମର 3ଟି ମିଲର ଟ୍ୟାଗ୍ ଏତିକି କୁଇଣ୍ଟାଲ 2ଟି ପାଳିରେ ହେଇଛି। ପ୍ରଥମ ପାଳିରେ 14 ଜଣଙ୍କର ହେଇଥିଲା, ସେମାନେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇଗଲେଣି, କୌଣସି ଅସୁବିଧା ନାହିଁ। ତ ବର୍ତ୍ତମାନ ସେକେଣ୍ଡ ପାଳି ଯେଉଁଟା ହେଇଛି ସେମାନଙ୍କର ଟଙ୍କା ମଧ୍ୟ ପେଣ୍ଡିଂ ଅଛି, ଦେଖିପାରୁଥିବେ 743.80 ବର୍ତ୍ତମାନ ଅଛି। ତ ଏଇ ମଧ୍ୟରେ ଚାଷୀ ଆଉ ମିଲର ମାନଙ୍କର ସମସ୍ତଙ୍କର ଗୋଟେ ପ୍ରଶ୍ନ ଥାଏ ଯେ ଭାଇ କେତେ କେଜି କଟନୀ ଛଟନୀ ଚାଲିଛି। ତ ସେଇଟା ତ କହିବା ସମ୍ଭବ ନୁହେଁ। ତ ମୁଁ ଗୋଟିଏ କଥା କହି ରଖୁଛି, ଚାଷୀ ଆଉ ମିଲର ମାନଙ୍କ ମଧ୍ୟରେ ସମନ୍ୱୟ ରହିଛି। ତ ଠିକ୍ଠାକ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ଯାହା ବି ଯେଉଁଠି ଚାଲିଛି ତାରି ଭିତରେ ଆମର ମଧ୍ୟ ସେଇ ରେଗୁଲାରରେ ଚାଲିଛି। ବର୍ତ୍ତମାନ ଆପଣ ଧରି ନିଅନ୍ତୁ ଆପଣଙ୍କର ଯାହା ଅଛି, ବର୍ତ୍ତମାନ ଆମ ମଧ୍ୟ ସେଇଆ ଅଛି। ଏଣ୍ଟାର କଟକ ଡିଷ୍ଟ୍ରିକ୍ଟରେ ଯାହା ଚାଲିଛି ବର୍ତ୍ତମାନ ମଧ୍ୟ ସେଇଆ ଚାଲିଛି। ଠିକ୍ଠାକ୍ ଚାଲିଛି, କୌଣସି ଅସୁବିଧା ନାହିଁ। ଚାଷୀ ଆଉ ମିଲରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଏଫ୍ଏକ୍ୟୁ ମାନରେ ଯେଉଁ ରହିଛି, ଏଫ୍ଏକ୍ୟୁ ମାନରେ ଧାନ লিফটিং ଚାଲିଛି। ବର୍ତ୍ତମାନ ପ୍ରୋକ୍ୟୁରମେଣ୍ଟ ଚାଲିଛି, କୌଣସି ଅସୁବିଧା ନାହିଁ। ତ ଯଦି ଆପଣମାନଙ୍କର ମଣ୍ଡିରେ କୌଣସି ଅସୁବିଧା ହେଉଛି, ଧାନ ମଣ୍ଡି ବିଷୟରେ ଆପଣମାନଙ୍କର ଯେକୌଣସି ପ୍ରଶ୍ନ ଅଛି, এই ভিডিওର କମେଣ୍ଟ ମାଧ୍ୟମରେ ଆପଣମାନେ ଯଦି ଜଣାଇବେ, ମୁଁ ନିହାତି ଭାବରେ ଆପଣମାନଙ୍କୁ କହିବି। ଯେମିତିକି ଟୋକନ୍ ଆସିଲା ନାହିଁ, ଗୋଟିଏ ଟୋକନ୍ ଆସିଛି ବା SMS ଆସୁନାହିଁ, ଆପଣମାନଙ୍କର ଟୋକନ୍ ଇସ୍ୟୁ ହେଇଛି ନା ନାହିଁ ନମ୍ବରଟା ଜାଣିବା ପାଇଁ ମୁଁ ଆପଣମାନଙ୍କୁ ନମ୍ବର ଦେଇଥିଲି। ଯଦି ବି ଜାଣିପାରୁନାହାନ୍ତି ଆଉଥରେ ଲେଖିଦେଉଛି 00674226400। এই ନମ୍ବରରେ ଆପଣମାନେ କଲ୍ କଲେ ନିହାତି ଭାବରେ ଆପଣମାନେ ଟୋକନ୍ ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନ ଅଛି, ଟୋକନ୍ ନମ୍ବର ହେଉ, ଟୋକନ୍ ଡେଟ୍ ହେଉ, ଟୋକନ୍ କୁଇଣ୍ଟାଲ ହେଉ, ସବୁକିଛି ଜାଣିପାରିବେ। ଲାଷ୍ଟ ଆପଣମାନଙ୍କର 25 ତାରିଖରେ 25ରୁ 27 ତାରିଖ ଭିତରେ ସବୁତିକ ଟୋକନ୍ ଗୁଡ଼ିକ ଇସ୍ୟୁ ହେଇଯିବ। କାହାର ବି ଟୋକନ୍ ଇସ୍ୟୁ ରହିବନି। ଆଉ ଯେଉଁମାନଙ୍କର ଟୋକନ୍ ରହିଯିବ ସେମାନଙ୍କର ହୁଏତ ଆଉ ଆସିପାରେ ନାହିଁ। ଯଦି କୌଣସି କଣ୍ଟ୍ରୋଭର୍ସି ଥିବ ତ ପରବର୍ତ୍ତୀ ସମୟରେ ଯଦି ଆସିପାରେ, ନଚେତ୍ ଭାବୁଛି ମୁଁ ଯେତିକି ଯେ 27 ତାରିଖ ଭିତରେ ସମସ୍ତଙ୍କ ଟୋକନ୍ ଗୁଡ଼ିକ ଆସିଯିବ। କାରଣ 26 ତାରିଖ ଛୁଟି ଅଛି, 27 ତାରିଖ ରାତିରେ ସମସ୍ତଙ୍କ ପ୍ରାୟତଃ ଟୋକନ୍ ଆସିଯିବ। ଟୋକନ୍ ଗୁଡ଼ିକ ଆସିନଥିଲେ ନିହାତି ଭାବରେ ସେଇ ନମ୍ବରରେ ଆପଣମାନଙ୍କ ଯୋଗାଯୋଗ କରନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ।
ସୁରୁଖୁରୁରେ ମଣ୍ଡି ଆରମ୍ଭ ହୋଇଛି। ଦେଖାଯାଉ କେତେ ଦୂର ଚାଲିଛି, କ'ଣ ରହୁଛି ଶେଷ ପର୍ଯ୍ୟନ୍ତ। ଆନାଲାଇଜର୍ ମେସିନ୍ ମଧ୍ୟ ଲୋକମାନଙ୍କ ମୁଣ୍ଡ ଖରାପ କରିଥିଲା। ତ ତା ମଧ୍ୟରେ ମଧ୍ୟ ଆନାଲାଇଜର୍ ଠିକ୍ଠାକ୍ ଚାଲିଛି। FAQ ମାନ ମଧ୍ୟ ଧରାଯାଉଛି। ଆଉ କଟନୀ ଚଟନୀ ଆପଣମାନେ ତ ଜାଣିଥିବେ। ତ ଯେକୌଣସି ପ୍ରଶ୍ନ ଅଛି ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନଙ୍କ ଧାନ ମଣ୍ଡି ବିଷୟରେ ଯାହା ବି ପ୍ରଶ୍ନ ଅଛି ନିହାତି ଭାବରେ କରନ୍ତୁ, ମୁଁ ନିହାତି ଭାବରେ ଉତ୍ତର ଦେବି। ଆଶା କରୁଛି ଯଦି ଆପଣମାନଙ୍କର କୌଣସି ଡାଉଟ୍ ରହିଛି ଧାନ ମଣ୍ଡି ତଥ୍ୟ ବିଷୟରେ ନିହାତି ଭାବରେ ପ୍ରଶ୍ନ କରିବେ। ରହୁଛି, ଭେଟ ହେବ ପୁଣି ଏକ ଅପଡ଼େଟ୍ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।